ଛାତ୍ରଛାତ୍ରୀ, ମୁଁ ସୂର୍ଯ୍ୟେନ୍ଦୁ ଦାସ, ଶିକ୍ଷକ ପ୍ରଶିକ୍ଷକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମୟୂରଭଞ୍ଜ ବାରିପଦା, ତୁମମାନଙ୍କୁ ଆଜିର ଏହି ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆମେ ପୂର୍ବ ଭାଗମାନଙ୍କରେ ମାଡ଼ହାଣ୍ଡି କଥାର କେତୋଟି ଭାଗ ପଢ଼ିଛେ। ଆଜି ଆମେ ପରବର୍ତ୍ତୀ ଭାଗ ବିଷୟରେ ପଢ଼ିବା। ଆଉ ପରବର୍ତ୍ତୀ ଭାଗକୁ ଯିବା ଆଗରୁ ଆମେ ପୂର୍ବ ଭାଗରେ ଯାହା ଯାହା ପଢ଼ିଥିଲେ ତୁମେମାନେ ସବୁ ମନେ ରଖିଛ କି ନାହିଁ ଜାଣିବା। ସବୁ ମନେ ରଖିଛ ତ? ହଉ, କ'ଣ କ'ଣ ସବୁ ମନେ ରଖିଛ ଏବେ ଆମେ ଜାଣିବା। କହିଲ ପିଲାମାନେ, ରାତିରେ ଶୋଇଲା ବେଳେ ଚକୁଳିଆ ପଣ୍ଡାର ମା ନିଜ ପୁଅକୁ କେଉଁ ପ୍ରକାର ପରାମର୍ଶ ଦେଇଥିଲେ? ଆରେ ବା, ତମେମାନେ ତାହେଲେ ସବୁ ମନେ ରଖିଛ ନାହିଁ? ହଁ, ରାତିରେ ଶୋଇଲା ବେଳେ ଚକୁଳିଆ ପଣ୍ଡାର ମା ନିଜ ପୁଅକୁ ବୁଦ୍ଧି ବତେଇ ଦେଲା। ଆରେ ପୁଅ, ଏତେ କଷ୍ଟ କରି 6 ଗାଁ 9 ଗାଁ ବୁଲିବୁ କିଆଁ? କାଲି ସକାଳୁ ଫେର ଯାଇ ପୋଖରୀ କୂଳରେ ବସ, ଦେଖିବା କ'ଣ ହଉଛି। ଏହା ହେଇଥିଲା ନା? ହଁ। ଏବେ କହିଲ, ପଦ୍ମ ପୋଖରୀ କୂଳରେ ଚକୁଳିଆ ପଣ୍ଡା କେଉଁ ପ୍ରକାର ଚମତ୍କାର ଦେଖିବାକୁ ପାଇଲା? ସବୁ ମନେ ରଖିଛ ତାହେଲେ ନା? ହଁ, ଚକୁଳିଆ ପଣ୍ଡା ପଦ୍ମ ପୋଖରୀ କୂଳରେ ଏକ ଅଦ୍ଭୁତ ଚମତ୍କାର ଦେଖିବାକୁ ପାଇଲା। ସେ ଦେଖିଲା ଯେ ସତକୁ ସତ କାଲି ପରି ଏକ ହାଣ୍ଡି ଭାସି ଆସି ତା ପାଖରେ ଲାଗିଲା, ଯେଉଁଥିରେ ପ୍ରଚୁର ସ୍ୱାଦିଷ୍ଟ ଖାଦ୍ୟ ଥିଲା। ସବୁ ତାହେଲେ ତୁମେମାନେ ମନେ ରଖିଛ? ହଉ, ଏବେ ପରବର୍ତ୍ତୀ ପ୍ରଶ୍ନର ଉତ୍ତର କହିଲ। ମାଗଣା ଖାଦ୍ୟ ମିଳିବା ପରେ ଚକୁଳିଆ ପଣ୍ଡା ଓ ତା ମାଙ୍କ ଦୈନନ୍ଦିନ ଜୀବନରେ କ'ଣ ପରିବର୍ତ୍ତନ ଆସିଲା? ହଁ, ଠିକ କହିଛ। ମାଗଣା ଖାଦ୍ୟ ମିଳିବା ପରେ ଚକୁଳିଆ ପଣ୍ଡା ଓ ତା ମାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା। ପୁଅ ଆଉ ଭିକ ମାଗିବାକୁ ଗଲା ନାହିଁ ଓ ତା ମା ମଧ୍ୟ ଦୁଃଖ ଧନ୍ଦା କରିବାକୁ ଗଲା ନାହିଁ। ସେମାନେ କୌଣସି ପରିଶ୍ରମ ନ କରି ବସି ବସି ସ୍ୱାଦିୟ ଖାଦ୍ୟ ପାଇଲେ ଏବଂ ଆରାମରେ ଜୀବନ ଅତିବାହିତ କଲେ। ଏତିକି ତାହେଲେ ଆମେ ପୂର୍ବ ଭାଗରେ ପଢ଼ିଥିଲୁ ନାହିଁ? ଏବେ ଦେଖିବା ପରବର୍ତ୍ତୀ ଭାଗରେ କ'ଣ ହେଉଛି। ମୁଁ ପଢ଼ୁଛି, ତମେମାନେ ମନ ଦେଇ ଶୁଣ। ଏଣେ ଗଙ୍ଗା ମାତା ବିଚାର କଲେ ଯେ ଏ ମା ପୁଅ ତ ନିଖଟୁ ହୋଇ ବସିଲେ, କିଛି କାମ କଲେ ନାହିଁ। ୟାଙ୍କ ଦେଖାଦେଖି ସଂସାର ଯାକ ସମସ୍ତେ ତ କର୍ମକୁଢ଼ିଆ ହୋଇଯିବେ, ଆଉ ଦୁଃଖ ଧନ୍ଦାକୁ ତ କେହି ଆଦରିବେ ନାହିଁ। ୟାଙ୍କ ମୁହଁ ନ ଭାଙ୍ଗିଦେଲେ ହବ ନାହିଁ। ଏଇଟା ପାଞ୍ଚି ଗଙ୍ଗା ମାତା କୁଟଟିଏ ଭେଇଲେ। ଦିନକର କ'ଣ ହୋଇଛି ନା, ଚକୁଳିଆ ପଣ୍ଡା ନୀତି ସେମିତି ଯାଏ ସେଦିନ ବଡ଼ି ସକାଳୁ ଉଠି ସ୍ନାନ ପ୍ରକାର କରି ସେ ପଦ୍ମ ପୋଖରୀକି ଗଲା। ପାହାଚରେ ବସି ଯେମିତି ନୀତି କରେ ସେଦିନ ସେମିତି କଲା। ପାଣି ଚଳ ଚଳ ପିଉଥାଏ। ଏଣେ ମିଛରେ ମିଛରେ କହି ହେଉଥାଏ, ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସାକାର ଖାଉଁ, ଖେଚେଡ଼ି ଖାଉଁ, ଇଣ୍ଡୁରି ଖାଉଁ, ଏମିତି କହୁଥାଏ। ଆଉ ମନେ ମନେ ବିଚାର କରୁଥାଏ, ନୀତି ଯେମିତି ହାଣ୍ଡିଟିଏ ଭାସି ଆସେ ସେମିତି ଭାସି ଆସି ଆଜି ମୋ ପାଖରେ ଲାଗିଯିବ ଯେ ମୁଁ ସୁନା ପୁଅ ଭଳିଆ ତାକୁ ନେଇ ମା ପୁଅ ଦିହେଁ ଖାଇ ହେଣ୍ଡି ମାରି ବୁଲୁଥିବୁ। ଗଙ୍ଗା ମାତା ବିଚାରିଲେ, ଦେଖ ୟାର କେଡ଼େ କଥା। ମୁଁ ଏହା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି ବୋଲି ମା ପୁଅ ଦିହେଁ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାହାନ୍ତି। ଦିହେଁକୁ ଦିହେଁ ଗଣ୍ଡିଟି ମାନ ବାହାର କରି ବୁଲୁଛନ୍ତି। ଆଜି ପୁଳାଟାଏ ଆଚ୍ଛା କରି ନ ଦେଲେ ଇଏ ଚେତିବେ ନାହିଁ। ଗଙ୍ଗା ମାତା ତ ସହଜ ଦେବତା, ତାଙ୍କୁ ଅବା କେଉଁ କଥା ଉବାର ଅଛି। ୟା ବିଚାରି ରାଗ ତମ ତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ାଏ ବିଧା, ଚାପୁଡ଼ା, କହୁଣି, ଗୁଇଠା, ଚିମ୍ପୁଡ଼ା, ରାମ୍ପୁଡ଼ା, କାମୁଡ଼ା
ଏମିତି ଯେତକ ମାଡ଼ ଏ ସଂସାରରେ ଅଛି ସବୁ ପୂରେଇ ଦେଲେ। ହାଣ୍ଡି ଉପରେ ତେଲୁଣି ଟିକି କଣ୍ଟି କାଣ୍ଟି କରି ନିବୁଜ କରି ଘୋଡ଼େଇ ଦେଲେ ଓ ଚକୁଳିଆ ପଣ୍ଡା ପାଖକୁ ଭସେଇ ଦେଲେ। ହାଣ୍ଡିଟି ଭାସି ଭାସିକା ଆସି ୟା ପାଖରେ ଲାଗିଲା। ତମେ ମାନେ ସମସ୍ତେ ଶୁଣିଲ ତ କ'ଣ ହେଲା? ହଉ, ଏବେ ତମେ ମାନେ ସମସ୍ତେ ପଢ଼ କ'ଣ ଲେଖା ହେଇଛି। ହଉ, ତମେ ମାନେ ସବୁ ପଢ଼ି ସାରିଲ। ଏବେ ଆମେ ବୁଝିବା କ'ଣ ସବୁ ଏଥିରେ ଲେଖା ହେଇଛି। ଏଇ ଚିତ୍ରଟିକୁ ଦେଖିଲ, ଦେଖିକି କ'ଣ ଦେଖୁଛ ଏଠି? ହଁ, ଏଇଠି ଗଙ୍ଗା ମାତା ଦୁଃଖରେ ବସିଛନ୍ତି ଆଉ ବିଚାର କରୁଛନ୍ତି ଯେ ଏ ମା ପୁଅ ତ କିଛି କାମ କଲେ ନାହିଁ। ୟାଙ୍କ ଦେଖା ଦେଖି ସଂସାର ଯାକ ସମସ୍ତେ ତ କର୍ମକୁଡ଼ିଆ ହେଇଯିବେ, ଆଉ କେହି କାମଧନ୍ଦାକୁ ଆପଣାଇବେ ନାହିଁ। ଏମିତି କରି ମାଗଣାରେ ଖାଇବା ଖାଇବେ। ତ ଏମାନେ କେମିତି କର୍ମକୁଡ଼ିଆ ନ ହୋଇ ପୂର୍ବପରି କାମକୁ ଯିବେ, ସେଇ କଥା ଭାବି ଗଙ୍ଗା ମାତା ଏକ ଉପାୟ ଚିନ୍ତା କଲେ। ହଉ ପିଲାମାନେ, କହିଲ ଏଇ ଯେଉଁ ବାକ୍ୟରେ କେତୋଟି ନୂଆ ଶବ୍ଦ ସବୁ ଦେଖିବାକୁ ପାଉଛ କି ନାହିଁ? କେଉଁ କେଉଁ ଶବ୍ଦ ସବୁ ଦେଖୁଛ ନୂଆ ଶବ୍ଦ ତମ ଖାତାରେ ଲେଖିଲ। କ'ଣ କ'ଣ ଲେଖିଲ ଦେଖି? ତମେ ମାନେ ଯେଉଁ ଯେଉଁ ଶବ୍ଦ ଗୁଡ଼ିକ ଲେଖିଛ ତାର ମାନେ ଆମେ ବୁଝିବା ଆଉ ତାକୁ ନେଇ ବାକ୍ୟ ଗଠନ କରିବା। ଯେମିତିକି ନିଖଟୁ। ନିଖଟୁ ଶବ୍ଦର ମାନେ ହେଉଛି ଯିଏ କୌଣସି କାମଧନ୍ଦା ନ କରି ବେକାର ବସି ରହେ। ତାକୁ ନିଖଟକୁ ନେଇ ଆମେ ଏକ ନୂତନ ବାକ୍ୟ ଗଠନ କରିବା। ନିଖଟକୁ ନେଇ ଆମେ ଏକ ବାକ୍ୟ ଗଠନ କରିବା। ସାରା ଦିନ ନିଖଟ ହୋଇ ବସି ରହିଲେ ଘର ଚଳିବା କଷ୍ଟକର ହୋଇପଡ଼େ। ଯଦି ସାରା ଦିନ ଜଣେ କିଛି କାମ ନ କରି ଧୀରକି ଘରେ ବସି ରହିବ, କେମିତି ଘରେ ଚଳିବ? ଆଉ ଗୋଟେ ଶବ୍ଦ ହେଉଛି କର୍ମକୁଡ଼ିଆ। କର୍ମକୁଡ଼ିଆ ମାନେ ହେଉଛି ଅତ୍ୟନ୍ତ ଅଳସୁଆ, ଯିଏ କାମ କରିବାକୁ ଆଳସ୍ୟ କରେ। ଏବେ ଆମେ କର୍ମକୁଡ଼ିଆକୁ ନେଇ ଏକ ବାକ୍ୟ ଗଠନ କରିବା। ସମାଜରେ କର୍ମକୁଡ଼ିଆ ହୋଇ ରହିଲେ କେହି ସମ୍ମାନ ଦିଅନ୍ତି ନାହିଁ। ଯଦି ଜଣେ କିଛି କାମ କରିବ ନାହିଁ, ଅଳସୁଆ ହେଇକି ରହିବ, ତାକୁ କେହି ବି ସମ୍ମାନ କରିବେ ନାହିଁ। ସେମିତି କୁଟଟିଏ ଭେଇଲେ ମାନେ କ'ଣ ବୁଝୁଛ କି ପିଲାମାନେ? କୁଟଟିଏ ଭେଇଲେ ମାନେ ଏକ କୌଶଳ ବା ଉପାୟ ପାଞ୍ଚିବା। ତାକୁ ନେଇ ଆମେ ଏକ ବାକ୍ୟ ଗଠନ କରିବା। ଦୁଷ୍ଟ ଲୋକଙ୍କୁ ଶିକ୍ଷା ଦେବା ପାଇଁ ବୁଦ୍ଧିମାନ ଲୋକଟି ଏକ କୁଟଟିଏ ଭେଇଲେ। ମାନେ ଜଣେ ଦୁଷ୍ଟ ଲୋକକୁ ଉଚିତ ଶିକ୍ଷା ଦେବା ପାଇଁ ଜଣେ ଲୋକଟି ଏକ ଉପାୟ ଚିନ୍ତା କଲେ। ଏଇଠି ଯେଉଁ ଅଛି ଶବ୍ଦଟି ମୁହଁ ନ ଭାଙ୍ଗିଦେଲେ, ତାର ମାନେ କ'ଣ ଜାଣିଛ? ମୁହଁ ନ ଭାଙ୍ଗିଦେଲେ ମାନେ ପିଟିକି ତା ମୁହଁ ଭାଙ୍ଗିଦେବା ନା, ଏଟା ହେଉଛି ଏକ ରୂଢ଼ି। ମୁହଁ ଭାଙ୍ଗିବା ରୂଢ଼ିରୁ ଏଟା ଆସିଛି, ଯାହାର ମାନେ ହେଉଛି ଉଚିତ ଶିକ୍ଷା ଦେବା ବା ଅହଙ୍କାରକୁ ଚୂର୍ଣ୍ଣ କରିବା। ଏବେ ଆମେ ଦେଖିବା ପରବର୍ତ୍ତୀ ବାକ୍ୟରେ କ'ଣ ହେଉଛି। ହଁ, ଏଇଠି ଦେଖୁଛ ଚିତ୍ରରେ କ'ଣ ଦେଖୁଛ? ଚକୁଳିଆ ପଣ୍ଡା ସବୁଦିନ ପରି ସେଦିନ ବି ସକାଳୁ ଉଠି ସବୁ ନିତ୍ୟକର୍ମ ସାରି ଯାଇ ପୋଖରୀ ହୁଡ଼ାରେ ବସିଲା। ଆଉ ସବୁଦିନ ପରି ଯେମିତି ପାଣି ଚଳଚଳ ପିଉଥାଏ ଆଉ କହି ହେଉଥାଏ ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସେମିତି ସବୁ ପ୍ରକାର ଖାଦ୍ୟର ନାମ ନେଉଥାଏ ଆଉ ଜଳ ଚଳଚଳ ପିଉଥାଏ। ଆଉ ମନେ ମନେ କ'ଣ ଭାବୁଥାଏ ଯେ ଏମିତି ହାଣ୍ଡିଟିଏ ଭାସି ଆସିବ ଆଉ ସେଇ ହାଣ୍ଡିରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଥିବ, ଆଉ ତାକୁ ଆମେ ମା ପୁଅ ଖାଇ ବୁଲୁଥିବୁ। ହଁ କି ନାହିଁ? ଏଇ ଚିତ୍ରରେ ବି ସେଇଆ ଦେଖିପାରୁଛ କି ନାହିଁ? ହଁ, ଏଇ ବାକ୍ୟରେ କେତେ ଗୁଡ଼ିଏ ନୂତନ ଶବ୍ଦ ବି ଅଛି। କ'ଣ କ'ଣ ନୂତନ ଶବ୍ଦ ଅଛି ସବୁ କହିଲ ତୁମେ ମାନେ? ହଁ, ଯେମିତିକି ସ୍ନାହନ ପ୍ରକାର। ସ୍ନାହନ ପ୍ରକାର ମାନେ ହେଉଛି ସ୍ନାନ, ଶୌଚାଦି ଆଦି ନିତ୍ୟକ୍ରମ ସାରିବା। ତାକୁ ନେଇ ଆମେ ଏବେ ବାକ୍ୟ ଗଠନ କରିବା। ପୁଅଟି ସକାଳୁ ଉଠି ସ୍ନାହନ ପ୍ରକାର ସାରି ମନ୍ଦିର ଗଲା। ତ
ତୁମେମାନେ ଯେମିତି ମନ୍ଦିର ଯେବେ ଯାଅ ସକାଳୁ ଉଠି ଗାଧି ସାରି ସବୁ ପ୍ରକାରର ନିତ୍ୟକର୍ମ ସାରି ମନ୍ଦିରକୁ ଯାଇଥାଉ କି ନାହିଁ? ହଁ, ସେମିତି ହେଣ୍ଡିମାରି ମାନେ ହେଉଛି ଗର୍ବରେ ବା ଆତ୍ମବିଶ୍ୱାସରେ ବୁଲିବା। ତାକୁ ନେଇ ଆମେ ଏକ ବାକ୍ୟ ଗଠନ କରିବା। ପରୀକ୍ଷାରେ ଭଲ ନମ୍ବର ରଖି ପୁଅଟି ସାଙ୍ଗମାନଙ୍କ ସହ ହେଣ୍ଡି ମାରି ବୁଲୁଛି। ପରୀକ୍ଷାରେ ତାର ଭଲ ନମ୍ବର ଆସିଛି, ତେଣୁ ସିଏ ଗର୍ବରେ ବୁଲୁଛି। ତମମାନଙ୍କ ପରୀକ୍ଷାରେ ଯେବେ ଭଲ ନମ୍ବର ଆସିଥାଏ ତମେ କ'ଣ କର? ଖୁସିରେ ବୁଲ କି ନାହିଁ? ହଁ, ଆଉ ଯଦି ଭଲ ନମ୍ବର ନଥାଏ ତାହେଲେ ଘରେ ଧୀରିକି ବସିଥାଅ। ଏବେ ଆମେ ପରବର୍ତ୍ତୀ ପାଠକୁ ଯିବା। ଏବେ କ'ଣ ଦେଖୁଛ ପିଲାମାନେ? ହଁ, ଗଙ୍ଗା ମାତା ରାଗି ଯାଇଛନ୍ତି। କହୁଛନ୍ତି, ଦେଖ ଏହାର କେଡ଼େ କଥା, ମୁଁ ଏହାର ଦୁଃଖ ସହି ନ ପାରି ତାକୁ ଖାଇବାକୁ ଦେଲି, କିନ୍ତୁ ମା ପୁଅ ତ କିଛି ମାନୁନାହାନ୍ତି। ସେମାନେ ମାଗଣାରେ ଖାଇବାକୁ ପାଇଲେ, ତ ସେମାନେ ଆଉ କିଛି ମାନୁ ନାହାନ୍ତି। ତେଣୁ ଚକୁଳିଆ ପଣ୍ଡାର ମନ କଥା ଗଙ୍ଗା ମାତା ବୁଝିପାରୁଛନ୍ତି। ସିଏ ତ ସହଜରେ ଦେବତା, ତେଣୁ ତାଙ୍କୁ ସବୁ କଥା ଜଣାଅଛି। ହଁ, ଏଇଠି ବି କେତେ ଗୁଡ଼ିଏ କଠିନ ଶବ୍ଦ ଅଛି କି ନାହିଁ? ହଁ, ଯେଉଁ ଶବ୍ଦ ଗୁଡ଼ିକ ତୁମକୁ ନୂଆ ଲାଗୁଛି ସେଇ ଶବ୍ଦ ଗୁଡ଼ିକ ଖାତାରେ ଲେଖିଲ। କ'ଣ କ'ଣ ଲେଖିଛ କହିଲ? କେଉଁ ଶବ୍ଦ ସବୁ? ହଁ, ବିକଳ ମାନେ ହେଉଛି ବ୍ୟାକୁଳ ବା ଅସ୍ଥିର। এই ବିକଳ ଶବ୍ଦକୁ ନେଇ ଆମେ ଏକ ବାକ୍ୟ ଗଠନ କରିବୁ। ସେ ଭଗବାନଙ୍କ ପାଖରେ ବିକଳ ହୋଇ ପ୍ରାର୍ଥନା କରୁଛି। ଯେତେବେଳେ ତୁମେମାନେ କିଛି ଅସୁବିଧାରେ ପଡ଼ିଯାଇଥାଅ ସେତେବେଳେ ଭଗବାନଙ୍କୁ ଡାକ କି ନାହିଁ? ହଁ, ସେମିତି ସେ ଭଗବାନଙ୍କ ପାଖରେ ବିକଳ ହୋଇ ପ୍ରାର୍ଥନା କରୁଛି। ସେମିତି ଆଉ ଏକ ଶବ୍ଦ ହେଉଛି ଉବାର ମାନେ ଅଜଣା ବା ଅଛପା। এই ଉବାର ଶବ୍ଦକୁ ନେଇ ଆମେ ଏକ ବାକ୍ୟ ଗଠନ କରିବା। ଭଗବାନଙ୍କ ଆଗରେ କୌଣସି କଥା ଉବାର ହୋଇ ରହେ ନାହିଁ, ସେ ସବୁ ଜାଣିପାରନ୍ତି। ହଁ କି ନାହିଁ? ତମେ ଯେଉଁ କାମ କରୁଛ ସବୁ ଭଗବାନ ଜାଣିପାରନ୍ତି। ତମେ ସିନା ଲୁଚି ଲୁଚି କରୁଥିବ କାମ, କିନ୍ତୁ ଭାବୁଥିବ କେହି ଦେଖିପାରୁନାହାନ୍ତି, କିନ୍ତୁ ଭଗବାନ ସବୁ ଜାଣିପାରନ୍ତି। ଏବେ ଆମେ ଦେଖିବା କ'ଣ ହେଉଛି। এই ଚିତ୍ରରେ କ'ଣ ଦେଖୁଛ ତୁମେମାନେ? ହଁ, ଗଙ୍ଗା ମାତା ତ ରାଗି ଯାଇଛନ୍ତି। କହୁଛନ୍ତି, ମୁଁ ଏମାନଙ୍କୁ ଦୁଃଖରେ ସାହାଯ୍ୟ କଲି, କିନ୍ତୁ ଏମାନେ ତ ମାଗଣାରେ ଖାଇ ଆଉ କିଛି କାମ କଲେ ନାହିଁ। ସେ କ'ଣ କଲେ ନା, ଆଜି ସେଇ ଯେଉଁ ହାଣ୍ଡି ଭିତରେ ସବୁଦିନ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପଠାଉଥିଲେ, ଆଜି କ'ଣ କଲେ ନା ସେଇ ହାଣ୍ଡି ଭିତରେ ଦୁନିଆର ଯେତେ ମାଡ଼ ଅଛି, ବିଧା, ଚାପୁଡ଼ା, ଗୁଇଁଠା, ଚିମୁଟା, ରାମ୍ପୁଡ଼ା ସବୁ ସେ ହାଣ୍ଡି ଭିତରେ ପୂରେଇ ଦେଲେ। ଆଉ ସେ ହାଣ୍ଡିଟିକୁ ଭଲସେ ବହୁତ ଶକ୍ତ ଭାବରେ ତା ଢାଙ୍କୁଳି ଦେଇ ତାକୁ ବନ୍ଦ କରିଦେଲେ, ଆଉ ଚକୁଳିଆ ପଣ୍ଡା ପାଖକୁ ଭସେଇ ଦେଲେ। ଦେଖୁଛ କି ନାହିଁ? ହାଣ୍ଡିଟିକୁ ଦେଖି ଚକୁଳିଆ ପଣ୍ଡା କେତେ ଖୁସି ହେଇଯାଇଛି। ସିଏ ଭାବୁଛି କ'ଣ, ଯେ ଆଜି ବି ତା ଭିତରେ ବହୁତ ସ୍ୱାଦିଷ୍ଟ ଖାଦ୍ୟ ଥିବ। ହେଲେ ସିଏ କି ଜାଣିଛି ତା ଭିତରେ କ'ଣ ଅଛି? ହଁ, ଦୁନିଆର ଯେତେ ପ୍ରକାର ମାଡ଼ ଅଛି ସବୁ ପୁରା ହେଇଛି ନାହିଁ ତା ଭିତରେ। ତ ଏଇ ବାକ୍ୟରେ କ'ଣ କ'ଣ ସବୁ ନୂଆ ଶବ୍ଦ ତମେ ମାନେ ଶିଖିଲ? ହଁ, କଣ୍ଟି କାଟି ମାନେ ହେଉଛି ଅତି ଦୃଢ଼ ଭାବରେ ବା ଖୁବ୍ ଶକ୍ତ କରି ବାନ୍ଧିଦେବା ତାକୁ। ଏଠି କ'ଣ କରିଛନ୍ତି ଗଙ୍ଗା ମାତା? ସେଇ ଯେଉଁ ହାଣ୍ଡିଟି ଅଛି ତାର ଢାଙ୍କୁଣୀକୁ ଶକ୍ତ ଭାବରେ ବନ୍ଦ କରିଦେଇଛନ୍ତି, ଯେମିତି ଚକୁଳିଆ ପଣ୍ଡା ଜାଣିପାରିବ ନାହିଁ ସେ ତା ହାଣ୍ଡି ଭିତରେ କ'ଣ ଅଛି। ହଁ, ସେଇ କଣ୍ଟି କାଟି ଶବ୍ଦକୁ ନେଇ ଆମେ ଏବେ ବାକ୍ୟରେ ବ୍ୟବହାର କରିବା। ବଜାରରୁ ଆସିଥିବା ସଉଦା ବ୍ୟାଗଟିକୁ ମା କଣ୍ଟି କାଟି କରି ଗଣ୍ଠି ପକାଇ ଦେଇଛନ୍ତି। ଯେତେବେଳେ ବଜାରରୁ ସଉଦାକୁ ମା କ'ଣ କରିଛନ୍ତି? ପୁରା ଶକ୍ତ ଭାବରେ ବାନ୍ଧି ଦେଇଛନ୍ତି, ଯେମିତି ବ୍ୟାଗରୁ କିଛି ସଉଦା ବାହାରକୁ ବାହାରି ନଯାଏ। ଆଉ କ'ଣ ଶିଖିଲ? ନିବୁଜ ମାନେ ହେଉଛି ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେବା। ହଁ, ନିବୁଜ ଶବ୍ଦକୁ ନେଇ ଏବେ ଏକ ବାକ୍ୟ ଗଠନ କରିବା। ଖାଦ୍ୟକୁ ସତେଜ ରଖିବା ପାଇଁ ତାକୁ ନିବୁଜ ପାତ୍ରରେ
ରଖିବା ଉଚିତ। ଯେତେବେଳେ ତୁମମାନଙ୍କ ଘରେ ଦେଖୁଥିବ ରୋଷେଇ ସରିଯାଉଛି, ତାକୁ ଭଲସେ ଢାଙ୍କୁଣୀ ମାରି ବନ୍ଦ ପାତ୍ରରେ ରଖାଯାଉଛି, ନହେଲେ ବିଭିନ୍ନ ପ୍ରକାରର ଅଳିଆ ବା ଖରାପ ଜିନିଷ ବା ପୋକ ସେଥିରେ ପଡ଼ିଯିବ, ହଁ କି ନାହିଁ? ହଁ, ଆଜି ଆମେ ଏତିକି ପଢ଼ିବା। ତ କ'ଣ କ'ଣ ଆମେ ଆଜି ସବୁ ପଢ଼ିଲେ ଆଉ ଥରେ କହିଲ? ପ୍ରଥମ ଚିତ୍ରରେ କ'ଣ ଦେଖୁଛ? ହଁ, ଗଙ୍ଗା ମାତା କ'ଣ ନା ଦୁଃଖରେ ବସିଛନ୍ତି, ଆଉ ସିଏ ଭାବୁଛନ୍ତି ଯେ ମା ପୁଅ ତ କିଛି କାମ ନ କରି କର୍ମ କୋଢ଼ିଆ ହୋଇ ବସିଲେ। ଯଦି ଏମିତି ସଂସାର ଯାକ ଲୋକ କରିବେ, ତାହେଲେ ସମସ୍ତେ କର୍ମ କୋଢ଼ିଆ ହୋଇଯିବେ। ଚକୁଳିଆ ପଣ୍ଡା ଓ ତାଙ୍କ ମାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସେ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ତାପରେ କ'ଣ ହେଇଛି ନା, ଚକୁଳିଆ ପଣ୍ଡା ଯେମିତି ସବୁଦିନ କରେ ସେମିତି ସକାଳୁ ଉଠି ନିତ୍ୟକର୍ମ ସାରି ପୋଖରୀ ହୁଡ଼ାରେ ଯାଇ ବସିଛି। ଆଉ ଯେମିତି ଚଳ ପାଣି ପିଉଥାଏ, ଆଉ ମିଛରେ ବିଭିନ୍ନ ଖାଦ୍ୟର ନାମ ନେଉଥାଏ, ଆଉ ମନେ ମନେ କ'ଣ ଭାବୁଥାଏ ଯେ ସବୁଦିନ ଯେମିତି ହାଣ୍ଡିଟି ଭାସି ଭାସି ଆସେ ସେମିତି ହାଣ୍ଡିଟି ଭାସି ଭାସି ଆସିବ, ଆଉ ତା ଭିତରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଥିବ। ତାପରେ ଗଙ୍ଗା ମାତା ତା ମନ କଥା ଜାଣି ରାଗି ଯାଇଛନ୍ତି। ସିଏ କହୁଛନ୍ତି ଯେ ୟାଙ୍କ ପାଇଁ କିଛି ନା କିଛି ଗୋଟେ କରିବା ପାଇଁ ପଡ଼ିବ, ନହେଲେ ଏମାନେ ତ କର୍ମ କୋଢ଼ିଆ ହୋଇ ରହିବେ, ଆଉ କିଛି କାମ କରିବେ ନାହିଁ। ତାପରେ କ'ଣ ହେଇଛି ନା, ତାପରେ ଗଙ୍ଗା ମାତା ଆଜି ହାଣ୍ଡିରେ ଖାଦ୍ୟ ବଦଳରେ ବିଭିନ୍ନ ପ୍ରକାରର ମାଡ଼ ପୂରେଇ ଦେଇଛନ୍ତି। ସଂସାରରୁ ଯେତେ ମାଡ଼, ଗୁଇଁଠା, ଚାପୁଡ଼ା, ବିଧା ସବୁ ପୂରେଇ ଦେଇକି ଚକୁଳିଆ ପଣ୍ଡା ପାଖକୁ ଭସେଇ ଦେଇଛନ୍ତି। ଚକୁଳିଆ ପଣ୍ଡା ତ ଖୁସିରେ ହାଣ୍ଡି ଦେଖି ଖୁସି ହୋଇଯାଇଛି, ଆଉ ସେ ଭାବୁଛି ଆଜି ବି ତାକୁ ସ୍ୱାଦିଷ୍ଟ ଭୋଜନ ମିଳିବ। ହଉ, ତାପରେ କ'ଣ ହେଉଛି ଆମେ ପରବର୍ତ୍ତୀ ଭାଗରେ ପଢ଼ିବା। ଚକୁଳିଆ ପଣ୍ଡା ହାଣ୍ଡିଟି ପାଇ ତାର ଢାଙ୍କୁଣୀ ଖୋଲିଲା ପରେ କ'ଣ ହବ ପରବର୍ତ୍ତୀ ଭାଗରେ ପଢ଼ି। ତମେମାନେ ତ ଆଜିର ଭାଗରେ ଯାହା ଥିଲା ସବୁ ପଢ଼ିଲ, ଏବେ ସବୁ ମନେ ରଖିଛ କି ନାହିଁ ଆମେ ଜାଣିବା। ସବୁ ମନେ ରଖିଛ ତ? ହଉ, ମୁଁ ଦେଖୁଛି କିଏ କିଏ ମନେ ରଖିଛ। ଏବେ କହିଲ ଦେଖି, ଗଙ୍ଗା ମାତା ଚକୁଳିଆ ପଣ୍ଡା ଓ ତାଙ୍କ ମାଙ୍କ ଉପରେ କାହିଁକି ବିରକ୍ତ ହେଲେ? ତମ ପାଖରେ 4ଟି ବିକଳ୍ପ ଅଛି। ପ୍ରଥମ ବିକଳ୍ପ ହେଉଛି ସେମାନେ କୌଣସି କାମ ନ କରି କର୍ମ କୋଢ଼ିଆ ହୋଇ ବସିଲେ। ସେମାନେ ବହୁତ ପାଟି କରୁଥିଲେ। ସେମାନେ ପୋଖରୀକୁ ଅସନା କରୁଥିଲେ। ସେମାନେ ଗଙ୍ଗା ମାତାକୁ ପୂଜା କରୁନଥିଲେ। କୋଉଟା ଠିକ୍ ଉତ୍ତର କହିଲ? ହଁ, ଠିକ୍ କହିଛ। ସେମାନେ କୌଣସି କାମ ନ କରି କର୍ମ କୋଢ଼ିଆ ହୋଇ ବସୁଥିଲେ। ଏବେ ଦ୍ୱିତୀୟ ପ୍ରଶ୍ନର ଉତ୍ତର କହିଲ। ଗଙ୍ଗା ମାତା ସେଦିନ ହାଣ୍ଡି ଭିତରେ ଖାଦ୍ୟ ବୋତଲରେ କ'ଣ କ'ଣ ପୂରାଇଥିଲେ? ତୁମ ପାଖରେ 4ଟି ବିକଳ୍ପ ଅଛି, ଯେମିତିକି ସୁନା ଓ ରୂପା, ଅନେକ ଗୁଡ଼ିଏ ପଥର, ବିଧା, ଚାପୁଡ଼ା, ଗୁଇଁଠା ଆଦି ମାଡ଼, କେବଳ ପାଣି। ହଁ, ଗଙ୍ଗା ମାତା ସେଦିନ ହାଣ୍ଡି ଭିତରେ ଖାଦ୍ୟ ବଦଳରେ ସଂସାରର ଯେତେ ମାଡ଼ ଥିଲା, ଯେମିତିକି ବିଧା, ଚାପୁଡ଼ା, ଗୁଇଁଠା ଆଦି ମାଡ଼ ପୂରେଇ ଦେଇଥିଲେ। ଏବେ 3 ନମ୍ବର ପ୍ରଶ୍ନର ଉତ୍ତର କହିଲ। ପାଠ୍ୟରେ ଥିବା ତେଲୁଣୀଟି କଣ୍ଟି କାଣ୍ଟି କରିବା ଶବ୍ଦର ଅର୍ଥ ଏଠାରେ କ'ଣ ହୋଇପାରେ? ଯେମିତିକି ହାଣ୍ଡିରୁ ସମ୍ପୂର୍ଣ୍ଣ ରୂପେ ନିବୁଜ ବା ଶକ୍ତ କରି ଘୋଡ଼ାଇବା, ବା ହାଣ୍ଡିକୁ ଖୋଲିଦେବା, ବା ହାଣ୍ଡିକୁ ପାଣିରେ ଭସେଇବା, ବା ହାଣ୍ଡିକୁ ଭାଙ୍ଗିଦେବା। କୋଉଟା କହିଲ? ହଁ, ସବୁ ବୁଝିଛ ତାହେଲେ, ନାଇଁ? କଣ୍ଟି କାଟି କରି, ତେଲୁଣୀକି କଣ୍ଟି କାଟି କରିବା ମାନେ ହେଉଛି ହାଣ୍ଡିକୁ ସମ୍ପୂର୍ଣ୍ଣ ରୂପେ ନିବୁଜ ବା ଶକ୍ତ କରି ଘୋଡ଼ାଇବା। ଏବେ କହିଲ ଚତୁର୍ଥ ପ୍ରଶ୍ନଟି। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ବିରାମ ଚିହ୍ନକୁ ବ୍ୟବହାର କରି ନିମ୍ନରେ ଥିବା ବାକ୍ୟଟିକୁ ଲେଖ। ଏଇଠି ତୁମ ପାଖରେ ବନ୍ଧନୀ ପାଖରେ 4ଟି ବିରାମ ଚିହ୍ନ ଦିଆଯାଇଛି। ହଁ,
ସେଇ ଚିହ୍ନକୁ ନେଇ ତଳେ ଯେଉଁ ବାକ୍ୟ ଦିଆଯାଇଛି କେଉଁ ଜାଗାରେ କେଉଁ ଚିହ୍ନ ରହିବ ତାକୁ ତୁମେ ଲେଖ। ବାକ୍ୟଟି ହେଉଛି ଗଙ୍ଗା ମାତା ବିଚାରିଲେ ଦେଖ ୟାର କେଡ଼େ କଥା, ମୁଁ ୟା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି ବୋଲି ମା ପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି, ଦିହେଁକୁ ଦିହେଁ ଗଣ୍ଡିଟି ମାନ ବାହାର କରି ବୁଲୁଛନ୍ତି। କହିଲ କେଉଁ ଜାଗାରେ କେଉଁ ଚିହ୍ନ ଲାଗିବ, ଭାବିକି ଲେଖ। କରିସାରିଲ? ହଉ ଦେଖ କିଏ କିଏ ଠିକ୍ କରିଛ ଆଉ କିଏ ଭୁଲ କରିଛ। ଗଙ୍ଗା ମାତା ବିଚାରିଲେ ଦେଖ ୟାର କେଡ଼େ କଥା, ମୁଁ ୟା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି ବୋଲି ମା ପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି, ଦିହେଁକୁ ଦିହେଁ ଗଣ୍ଡିଟି ମାନ ବାହାର କରି ବୁଲୁଛନ୍ତି। ଦେଖିଲ କେଉଁ ଜାଗାରେ କେଉଁ ବିରାମ ଚିହ୍ନ ଲାଗିଛି। ତମେ ମାନେ ଏହା ଲେଖିଥିଲ। ଏବେ ଆଜିର ପାଠ ଏତିକି। ତମେ ଘରକୁ ଯାଇ କିଛି କାମ କରିବ ନା ନାହିଁ, ନା ଖେଳିବ? ହଁ, କିଛି ଘରେ ବି କିଛି ପାଠ ପଢ଼ିବ। ତୁମକୁ କିଛି ପ୍ରଶ୍ନ ଦଉଛି, ତାକୁ ଘରେ କରିକି ଆଣିବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।